ମୁଁ କମ୍ପ୍ୟୁଟର କ୍ଲାସରେ ଆସିକି ଜାଣିଲି କମ୍ପ୍ୟୁଟରରେ କେମିତି ଡ୍ରଇଂ କରାଯାଏ। ତ ଜୟ ଜଗନ୍ନାଥ ସାଙ୍ଗମାନେ, ସକାଳୁ ସକାଳୁ ଉଠିକି ମୁଁ ଦେଖିଲି ତ ମୋ ଦିଦି ବର୍ତ୍ତମାନ ଶାଗ ବାଛିବା ପାଇଁ ବସି ଯାଇଛି। ସେଠୁ ମୁଁ ପଳେଇ ଆସିଲି ବ୍ରଶ କରିବା ପାଇଁ। ତ ବ୍ରଶ କରିସାରି ଯାଇ ଦେଖିଲି ବାହା ବି ଆସିକି ଦିଦି ସହିତ ଶାଗ ବାଛିବାରେ ଲାଗି ପଡିଛନ୍ତି। ତାପରେ ମୁଁ ସେଠୁ ପଳେଇ ଆସିଲି ସାଇକେଲ ନେଇକି ଦୋକାନ ପାଖକୁ ସଉଦା ଆଣିବା ପାଇଁ। ତ ଦୋକାନ ପାଖରେ ପହଞ୍ଚିକି ଯାଇ ମା ପାଖରୁ ସଉଦା ନେଇକି ମୁଁ ପଳେଇ ଆସିଲି ଘର ପାଖକୁ। ତ ଘର ପାଖରେ ପହଞ୍ଚିକି ବର୍ତ୍ତମାନ ଦିଦିକୁ ସଉଦା ଦେଇଦେଲି। ତା କିଛି ସମୟ ପରେ ଆମର ଭାତ ତରକାରୀ ହେଲା ପରେ ଆମେ ବାପା ମୁଁ ଖାଇବା ପାଇଁ ବସିଗଲୁ। ତ ଖିଆ ପିଆ ସରିଲା ପରେ ପଳେଇ ଆସିଲି ରୁମକୁ। ତାପରେ 4ଟା ହେଲା ପରେ ବର୍ତ୍ତମାନ ଗାଧେଇ ପଡିଲି। ତ ଗାଧୁଆ ପାଧୁଆ ସରିଲା ପରେ ଚାହା ସହିତ ବିସ୍କୁଟ ଖାଇକି ବର୍ତ୍ତମାନ ବାହାରିକି ଚାଲିଲି ମୁଁ କମ୍ପ୍ୟୁଟର କ୍ଲାସ କରିବା ପାଇଁ। ତ କମ୍ପ୍ୟୁଟର କ୍ଲାସରେ ପହଞ୍ଚିଲା ପରେ ଦେଖିଲି କି ସାର୍ ଏତେ ପର୍ଯ୍ୟନ୍ତ କ୍ଲାସ କରିବା ପାଇଁ ଆସିନାହାନ୍ତି। ଏତେ ପର୍ଯ୍ୟନ୍ତ କଣ କରିବି ବୋଲି ଭାବୁଥିଲି। ତାପରେ କମ୍ପ୍ୟୁଟର ଓପନ କରି କାଲିକାର ପ୍ରାକ୍ଟିକାଲ ଯୋଉଟା କରିଥିଲି ସେଟାକୁ ଆଉ ଥରେ ଦେଖିଲି। ଦେଖା ସରିଲା ପରେ ମୋ ସହିତ ଆହୁରି 2ଟା ପିଲା ସାରଙ୍କୁ ଅପେକ୍ଷା କରିକି ବସିଥିଲୁ। ତା କିଛି ସମୟ ପରେ ସାର୍ ବି ଆସିକି ପହଞ୍ଚିଗଲେ। ତାପରେ ଆମେ 3 ଜଣ ଯାଇକି ସାରଙ୍କ ପାଖରେ ଆମେ ଯାଇକି ବସିଲା। ଆଉ ସାର୍ ଆମକୁ ପଢେଇଲେ କି କମ୍ପ୍ୟୁଟରରେ କେମିତିକା ଡ୍ରଇଂ କରାଯିବ। ସେଠୁ ପଢାପଢି ସରିଲା ପରେ ଆମେ ପଳେଇ ଆସିଲୁ ପ୍ରାକ୍ଟିକାଲ କରିବା ପାଇଁ। ତାପରେ ସାର୍ ଗୋଟେ କମ୍ପ୍ୟୁଟର ଓପନ କରିକି ଆମକୁ ଶିଖେଇଲେ କି ଏଇଠି ଏମିତିକା କମ୍ପ୍ୟୁଟର ଡ୍ରଇଂ ହବ। ସେଠୁ ବର୍ତ୍ତମାନ ପଢାପଢି ସରିଲା ପରେ ମୁଁ ଗାଡି ନେଇକି ପଳେଇ ଆସିଲି ଘରକୁ।